ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଭିଲାଇ ସ୍ଥିତ ବାସଭବନରେ ଇଡିରେ ଚଢ଼ଉ, ଆର୍ଥିକ ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲା ସମ୍ପର୍କରେ ଇଡି ପକ୍ଷରୁ ତାଙ୍କ ଘର ସମେତ ରାଜ୍ୟର 14ଟି ସ୍ଥାନରେ ଏହି ଚଢ଼ଉ ଜାରି କରାଯାଇଛି। ଆନନ୍ଦପୁରର ବୈତରଣୀ ଏବଂ କୁଶେଇ ନଦୀ ବାଲିଘାଟରେ ପୋଲିସ ଓ ଖଣି ବିଭାଗର ମିଳିତ ଚଢ଼ଉ ବେଳେ ବାଲିଘାଟରୁ ଟ୍ରାକ୍ଟର ଓ 2ଟି ହାଇୱା ସହ ଜେସିବି ଅଞ୍ଚଳରେ 20ରୁ ଅଧିକ ବେଆଇନ ଭାବେ ବାଲି ଚାଳନା କରାଯାଉଥିବା ଅଭିଯୋଗ ହୋଇଥିଲା। ବାଲେଶ୍ୱର ଥାନା ନିକଟରେ ଖଣି ପକ୍ଷରୁ ମାଂସ ବୋଝେଇ କଣ୍ଟେନର ଜବତ। ଏଥିସହ କଣ୍ଟେନର ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି କରିଥିବା ବେଳେ ମାଂସ ବୋଝେଇ କଣ୍ଟେନର ବେଙ୍ଗାଲୁରୁ ଯାଉଥିଲା। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର 4ର୍ଥ ସ୍ଥାନରେ ରହିଛି। ଫଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପ୍ରତିବାଦରେ ରକ୍ତଚରଣ ଦାସଙ୍କ ନେତୃତ୍ୱରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। Preview. Audio Jungle. Audio Jungle. Preview. ସୁନ୍ଦରଗଡ଼ ଜିଲ୍ଲା କୁତା ଥାନା ଅନ୍ତର୍ଗତ ଛରି ଚକା ଗାଁରେ ଘରୋଇ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ। ମୃତକ ନାମ ଶିରାନୁର ଷ୍ଟେଟୁ ହୋଇଥିବା ବେଳେ ଅତ ପୁଅ ସୁରଜ ଷ୍ଟେଟୁକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଭୁବନେଶ୍ୱର ଭରତ ଘାଟିରୁ ଜଣେ ମହିଳାଙ୍କର ଗଳିତ ମୃତଦେହ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଓରଙ୍ଗାରେ ଅବକାରୀ ଚଢ଼ଉ। ଓରଙ୍ଗାର ଝାଟି ଜଙ୍ଗଲ ଚାଷ ଜମି ଓ ଅନ୍ୟ ସ୍ଥାନରେ ଚାଲିଥିବା ଏକାଧିକ ବେଆଇନ ମଦ ଭାଟିରୁ 6 ଲିଟର ସଦ୍ୟ ପ୍ରସ୍ତୁତ ମଦ ଜବତ ଓ ମଦ ପ୍ରସ୍ତୁତି ପାଇଁ 5565 ଲୁଡ଼ପୋଚ ଘଟଣାସ୍ଥଳରେ ନଷ୍ଟ। Preview. Preview. Audio Jungle. Audio Jungle. Preview. ଜଗତପୁର ଥାନା ପ୍ଲାଷ୍ଟିକ ରିସାଇକେଲିଂ କାରଖାନା ସେଠାରେ ଥିବା 4ଟି ଦାମୀ ମେସିନ ଏବଂ 2ଟି ଟ୍ରାନ୍ସଫର୍ମର ନଷ୍ଟ ହୋଇଯାଇଛି ଏବଂ ନିଆଁ ଲାଗିବା ବେଳେ ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ନୟାଗଡ଼ ଜିଲ୍ଲା ଥାନା ଧାନ ଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଏକ ବନ୍ଦ ଘରୁ 2 ନାବାଳକ ଭାଇଙ୍କ ମୃତଦେହ ଠାବ ହୋଇଛି। ସନ୍ଦେହଜନକ ଅବସ୍ଥାରେ ପୁଲିସ 2 ଜଣଙ୍କ ମୃତଦେହ ଜବତ କରିଥିବା ବେଳେ ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ଏବଂ ପୋଲିସର ଛାନଭିନ୍ ଜାରି ରହିଛି। ଏବଂ ବିନା ଭିସା ଓ ପାସପୋର୍ଟରେ ଭାରତକୁ ଅନୁପ୍ରବେଶ କରିଥିବା 10 ଜଣ ବାଂଲାଦେଶକୁ କ୍ରାଇମବ୍ରାଞ୍ଚ ଡିଟେକ୍ଟିଭ ଟିମ୍ ଟ୍ରେନରୁ ଗିରଫ କରିଛି। ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରେ ଜଣେ ଏଜେଣ୍ଟ ସହ 6 ପୁରୁଷ ଓ 3 ମହିଳା ଥିବା ବେଳେ ସେମାନେ ଟ୍ରେନ ଯୋଗେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିଲେ।